ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଚିନ୍ତାରେ ଅଭିଭାବକ, ବଢ଼ି ଚାଲିଛି ଗାଲୁଆ ରୋଗ, ଅଧିକ ପିଲା ଆକ୍ରାନ୍ତ ହେଉଛନ୍ତି। ମିଳିଥିବା ଖବର ଅନୁଯାୟୀ ବଢ଼ି ଚାଲିଛି ପିଲାଙ୍କ ମସ୍କସ୍ ବା ଗାଲୁଆ ରୋଗ। ଗତ 6 ମାସ ହେଲାଣି ଗାଲୁଆ ସାଂଘାତିକ ରୂପ ନେଇଛି। ମସ୍କସ୍ ଭାଇରସ୍ ସଂକ୍ରମଣରେ ପିଲାମାନେ ଯନ୍ତ୍ରଣା ଭୋଗୁଛନ୍ତି। ପ୍ରତିଦିନ ଗାଲୁଆ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସକୁ ପ୍ରାୟ 6 ଜଣ ଶିଶୁ ପାଇଁ ଆସୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ଶିଶୁ ସଂଖ୍ୟା ପ୍ରାୟ 20 ହୋଇଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଅଭିଭାବକମାନେ ଚିନ୍ତାର କାରଣ ପାଲଟିଛି। ଏମ୍ସର ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ରଶ୍ମିରଞ୍ଜନ ଦାସ କହିଛନ୍ତି, ଗତ 6 ମାସ ହେଲାଣି ମସ୍କ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଏହା ଏକ ଭୂତାଣୁଜନିତ ସଂକ୍ରମଣ। ବିଶେଷ କରି 3 ରୁ 20 ବର୍ଷ ପିଲାମାନଙ୍କୁ ଏହା ଅଧିକ ହେଉଛି। ସଂକ୍ରମଣ ହେଲେ ପିଲାଙ୍କ ଗାଲ ଫୁଲି ଯାଉଛି, ତେବେ ପିଲାମାନେ 5 ରୁ 7 ଦିନ ଭିତରେ ସୁସ୍ଥ ହୋଇଯାଉଛନ୍ତି। ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ୟୁଜିସି ନେଟ୍ ପ୍ରିଲିମିନାରୀ ତାରିଖ ପରିବର୍ତ୍ତନ। ଏବେ ଏହି ଦିନ ହେବ ପରୀକ୍ଷା। ମିଳିଥିବା ଖବର ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ 18ରେ ହେବ। ଏନେଇ ୟୁଜିସି ଚେୟାରମ୍ୟାନ୍ ଏକ୍ସରେ ସୂଚନା ଦେଇଛନ୍ତି। ଜୁନ୍ 16ରେ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀମାନେ ଅନୁରୋଧ କ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି। ୟୁନିଭର୍ସିଟର୍ସ ଫେଲୋସିପ୍ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସରକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି ନେଟ୍ ପରୀକ୍ଷା କରାଯାଏ। ଏହା ବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଏହି ତାରିଖ ପରୀକ୍ଷା ମାଧ୍ୟମରେ ପିଏଚ୍ଡିରେ ଆଡମିସନ୍ କରିପାରିବେ। କିନ୍ତୁ ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ମେଡିକାଲ ଜର୍ନାଲ ଲାନ୍ସେଟ୍ ସର୍ଭେ ତଥ୍ୟ। 20% ଟାଇପ୍ 2 ଡାଇବେଟିସ୍ର କାରଣ ବାୟୁ ପ୍ରଦୂଷଣ। ମିଳିଥିବା ଖବର ଅନୁଯାୟୀ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ PM2.5 କଣିକା ପଦାର୍ଥ ସହିତ ପ୍ରଦୂଷଣ ବାୟୁରେ ଦୀର୍ଘ ସମୟ ସଂସ୍ପର୍ଶରେ ଆସିବା ଦ୍ୱାରା ଟାଇପ୍ 2 ମଧୁମେହ ହେବାର ଆଶଙ୍କା ରହିଛି। ପ୍ରତିଷ୍ଠିତ ମେଡିକାଲ ଜର୍ନାଲ ଲାନ୍ସେଟ୍ ହୋଇଥିବା ଏକ ଅଧ୍ୟୟନରୁ ଟାଇପ୍ 2 ଡାଇବେଟିସ୍ 20% ମାମଲା PM2.5 ପ୍ରଦୂଷଣ ସହିତ ଲଗାତାର ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ। ଏହି ମାଇକ୍ରୋ ପ୍ରଦୂଷଣ ତେଲ, ଡିଜେଲ, ବାୟୋମାସ୍ ଏବଂ ପେଟ୍ରୋଲ ଜାଳିବା ଦ୍ୱାରା ନିର୍ଗତ ହୁଏ। ଭାରତରେ ପ୍ରଦୂଷଣ ବୃଦ୍ଧି ଏବଂ ଜନସଂଖ୍ୟା ବୃଦ୍ଧି କ୍ଷତି କାରଣ ବାୟୁରେ ଆକ୍ରାନ୍ତ ହେବା ଯୋଗୁଁ ଏହି ଅଧ୍ୟୟନର ବ୍ୟାପକ ପ୍ରଭାବ ରହିଛି। ପରବର୍ତ୍ତୀ ଅପଡେଟ୍ ବିଷୟରେ। ମାଷ୍ଟର ଡିଗ୍ରୀ କରିଥିଲେ ଆଇସିଏଆର୍ ଚାକିରି, ଦରମା 54,000। ମିଳିଥିବା ଖବର ଅନୁଯାୟୀ ଭାରତୀୟ କୃଷି ଅନୁଷ୍ଠାନ ପ୍ରତିଷ୍ଠାନରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏନେଇ ଆଇସିଏଆର୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଆଇସିଏଆର୍, ଆଇଏଆର୍ଆଇ ରିସର୍ଚ୍ଚ ଆସୋସିଏସନ୍, ସିନିୟର ରିସର୍ଚ୍ଚ ଫେଲୋ ଏବଂ ୟଙ୍ଗ ପ୍ରଫେସର ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 15ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଆଇଏଆର୍ଆଇର ଅଫିସିଆଲ ୱେବସାଇଟ୍ iari.res.in କୁ ଆବେଦନ କରିପାରିବେ। ତେବେ ଆବେଦନ ଚାଲିଥିବା ବେଳେ ଆବେଦନ ଶେଷ ତାରିଖ 24 ମେ 2024 ରହିଛି। ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ମଙ୍ଗଳ ଗ୍ରହରେ ଲକ୍ଷ ଲକ୍ଷ ବୁଢ଼ିଆଣୀ, ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ଫଟୋ ଦେଖି ଦୁନିଆ ଚକିତ। ମିଳିଥିବା ଖବର ଅନୁଯାୟୀ ମଙ୍ଗଳ ଗ୍ରହରେ ବୁଢ଼ିଆଣୀ, ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ। ଏହି ଫଟୋ ଯେତେବେଳେ ପ୍ରଥମ ଥର ବୈଜ୍ଞାନିକମାନେ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଫଟୋରେ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ଏକ୍ସ ମାର୍ଟେସ୍ ଗ୍ରେଭ୍ ଅର୍ବିଟରରେ ଲାଗିଥିବା କବଳରେ ଆସିଷ୍ଟରେ ସପ୍ ଏଜେନ୍ସି ସିଷ୍ଟମରେ କରାଯାଇଥିଲା। ସାଧାରଣତଃ ଲୋକେ ଏହି ଫଟୋ ଦେଖି ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଯେଉଁଠି ଗ୍ରହରେ ଜୀବନ ସମ୍ଭବ ନୁହେଁ, ସେମାନେ ବୁଢ଼ିଆଣୀ କିଭଳି ପହଞ୍ଚିଲା? କ'ଣ ଏହି ଏଲିଏନ୍ ପ୍ରଜାତି ଜୀବ ରହିଛି ଯାହାକି ମଙ୍ଗଳ ଗ୍ରହରେ ପହଞ୍ଚୁଛି? ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ଚାଲିଛି। ଯାଞ୍ଚ ପରେ ବୈଜ୍ଞାନିକମାନେ ଖୁବ୍ ଶୀଘ୍ର ଖୁଲାସା କରିବେ ବୋଲି କହିଛନ୍ତି। କିନ୍ତୁ ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ମସଲାରେ ରହିଛି ବ୍ୟାକ୍ଟେରିଆ ସୃଷ୍ଟି କରୁଥିବା ଟାଇଫଏଡ୍। ଆମେରିକା ରିଜେକ୍ଟ କଲା ଏମ୍ଡିଏଚର ରପ୍ତାନିରେ 31%। ମିଳିଥିବା ଖବର ଅନୁଯାୟୀ ଆମେରିକାର କଷ୍ଟମ କର୍ତ୍ତୃପକ୍ଷ ଗତ 6 ମାସ ମଧ୍ୟରେ ସଲମୋନେଲା କାରଣରୁ ମହାସିବାୟୋଡିହିଟ୍ ଅର୍ଥାତ୍ ଏମ୍ଡିଏଚ୍ ଦ୍ୱାରା ରପ୍ତାନି ହେଉଥିବା ସମସ୍ତ ମସଲା ସମ୍ବନ୍ଧୀୟ ପରିବହନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ପଠାଯାଇଥିବା ସମସ୍ତ ପରିବହନ ପାଇଁ ଅକ୍ଟୋବର 2023 ସୁଦ୍ଧା ପ୍ରତ୍ୟାହାର 15% 2 ଗୁଣ ବୃଦ୍ଧି ପାଇଛି। ଗତ କିଛି ମାସ ମଧ୍ୟରେ ପ୍ରଦୂଷଣ ହେତୁ ପ୍ରତ୍ୟାଖ୍ୟାନ ହାରରେ ବୃଦ୍ଧି ଘଟିଛି। କାରଣ ମସଲାରେ କାର୍ସିନୋଜେନିକ କୀଟନାଶକ ହେବା ପରେ ଉଭୟ ସିଙ୍ଗାପୁର ଏବଂ ହଂକଂ ଏମ୍ଡିଏଚ୍ ଏବଂ ଏଭରେଷ୍ଟ ପ୍ରଡକ୍ଟ ସେଲ୍ ସ୍ଥଗିତ ରହିଛି।